କାହିଁକି ଆମେ ଏହି ନବବର୍ଷ ପ୍ରତି ଏତେ ଆକୃଷ୍ଟ କାହିଁକି? ତାହାର କାରଣଟି ହେଉଛି ଆମକୁ ଯଦି କେହି ପଚାରିବ ସାଲ ଶକାବ୍ଦ ସନ ସମ୍ବତ ଏସବୁ ବିଷୟରେ ପଚାରିଲେ ଏ ବିଷୟରେ ଆମର କୌଣସି ଧାରଣା ଆସିବ ନାହିଁ କିମ୍ବା ଆମେ କୌଣସି ଭାବରେ ସଠିକ୍ ଭାବରେ କାହାକୁ ବି ବୁଝେଇ ପାରିବା ନାହିଁ। କାହିଁକି ନା ତାର କାରଣଟି ହେଉଛି ଯେହେତୁ ଏହା ଆମର ବ୍ୟବହାରରେ ଆଉ ଆସୁନାହିଁ। ୟାକୁ ଆମର ପୂର୍ବପୁରୁଷ ସମୟରୁ ଧୀରେ ଧୀରେ ଧୂଳି ପଡ଼ି ଆସିଅଛି। ତେଣୁକରି ଧୂଳି ପଡ଼ିଯାଇଥିବା ଯୋଗୁଁ ଆମେ ଯାହା ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ଏମିତି ହିସାବ କରି ଆମେ 12 ମାସର ହିସାବ କରୁଛେ ଏବଂ ସେହି ଅନୁସାରେ ଆମର ସବୁ କାଗଜ କଲମରେ କାର୍ଯ୍ୟକ୍ରମ ହେଉଛି। ତେଣୁକରି ଏହା ହେଉଛି ବ୍ୟବହାରିକ ନବବର୍ଷ। ତେବେ ଆମେ ଆମର ଏଇ ଯେଉଁ ବର୍ଷଟି ବିତିଲା, ଆମେ ଯେଉଁ 365 ଦିନ ରହିଛେ, ଏଇ 65 ଦିନରେ ଆମେ କେତେ ଭଲ କରିଛେ, କେତେ ଖରାପ କରିଛେ, କେତେ ଆମର ଉନ୍ନତି ହେଇଛି, କେତେ ଅବନତି ହେଇଛି, ତାର ହିସାବ ଆମେ ରଖିଥାଉ। ଆଉ ଭାବୁଛେ ଏଇ ଯେଉଁ 365 ଦିନର କଣ୍ଟ ଅଛି ଆମେ ତାକୁ କେମିତି ଭଲ ଭାବରେ କରିବୁ। ତେଣୁକରି ବ୍ୟବହାରିକ ନବବର୍ଷ ହିସାବରେ ଆମେ ଏହାକୁ ଖୁସିରେ ପାଳନ କରୁଛୁ। ଆମ ଧର୍ମ ଅନୁସାରେ ଯେମିତି ଆମେ ଖୁସି ମଜାରେ ଗୋଟିଏ ଦିନଟିକୁ ଆରମ୍ଭ କଲେ ଯେମିତି ଭଲରେ ଯାଏ, ସେଥିପାଇଁ ଆମେ କରୁଛୁ। କିନ୍ତୁ ଆମର ସଂସ୍କୃତିର ପରମ୍ପରାର ଯେଉଁ ପଣା ସଂକ୍ରାନ୍ତିକୁ ତାକୁ ନ ଭୁଲି ତାକୁ ପାଳିବା ସହିତ ଆମର ବ୍ୟବହାରିକ ନବବର୍ଷ ମଧ୍ୟ ପାଳିଲେ କିଛି ଅସୁବିଧା ନାହିଁ। କାରଣ ଖୁସି ମଜାରେ ଆମର ବର୍ଷର ଗୋଟେ ଲକ୍ଷ୍ୟକୁ ନେଇ ଆମେ ଆରମ୍ଭ କରୁଛୁ। ତେଣୁକରି ନିଶ୍ଚିନ୍ତ ଭାବରେ ବ୍ୟବହାରିକ ନବବର୍ଷ ପାଳନ କରନ୍ତୁ। ତାହା ସହିତ ଆମ ସଂସ୍କୃତିର ପଣା ସଂକ୍ରାନ୍ତିକୁ ଯେମିତି ଯେଉଁ ଢଙ୍ଗରେ ପାଳନ କରିବା କଥା ତାକୁ ମଧ୍ୟ ନିଶ୍ଚିନ୍ତ ପାଳନ କରୁଛୁ। ରହୁଛି, ନମସ୍କାର। ଭୁଲ ଥିଲେ କ୍ଷମା କରିବେ।